नमस्कार, ମୁଁ ସ୍ୱାଗତ କରୁଛି ନ୍ୟୁଜ ରୁମ୍ କୁ। ମୋ ସହିତ ଅଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସଦୀପ ସାହୁ। ସାର୍, ଏବେ ଖବର ଆସି ପହଞ୍ଚୁଛି ଯେ ସୁଜାତା କାର୍ତିକେୟନ ଭିଆରଏସ୍ ପାଇଁ ଆପ୍ଲାଏ କରିଥିଲେ ଏବଂ କେନ୍ଦ୍ର ଏହାକୁ ମଞ୍ଜୁର ମଧ୍ୟ କରିଛି। ସାର୍, କୋଉ ଭଳି ଦୃଷ୍ଟିରେ ଦେଖୁଛନ୍ତି ପରବର୍ତ୍ତୀ ସମୟରେ? ଆପଣ କେମିତି ଜାଣିଲେ ନାହିଁ? ସେ ତ ଆଗରୁ ଦରଖାସ୍ତ କରିଥିବେ ନା, ଦରଖାସ୍ତ କରିଛନ୍ତି, ପୁଣି ତାକୁ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ରେକମେଣ୍ଡ କରିଥିବ, କାରଣ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ହେଉଛି ପାରେଣ୍ଟ କ୍ୟାଡର। ଏଇ କ୍ୟାଡର ସେ ଲୋକ, ଏ କ୍ୟାଡର ହଁ ନ କଲେ ସରକାର ଗଭର୍ଣ୍ଣମେଣ୍ଟ ହଁ କରିପାରିବ ନାହିଁ। ଯେହେତୁ ତାକୁ ସେ ଆଉ ଥରେ ଦରଖାସ୍ତ କରିଥିଲା ଏକ୍ସଟେନସନ, ତାକୁ ମନା କରାହେଲା। ସେ ବୋଧେ ତାଙ୍କ ସ୍ୱାମୀ ଯେ ପାଣ୍ଡିଆନ, ସେ ଅଲରେଡି ଆପଣ ଜାଣିଥିବେ ଗୋଟେ ବଡ ବୃହତ କମ୍ପାନୀରେ ହେଇସାରିଲେଣି କ'ଣ। ଇଏ ତ କେବଳ ଖବର ଯାହା ସାମ୍ନାକୁ ଆସୁଛି ଯେ ବିକେ ପାଣ୍ଡିଆନ କୁ ଗୋଟିଏ ଆନ୍ତର୍ଜାତିକ କମ୍ପାନୀରେ ବା ସଂସ୍ଥାରେ ସୁଯୋଗ ମିଳିଛି, ସେ ପାଇସାରିଛି ବୋଲି ଶୁଣୁଛି। ସେ ଆପଣ ମାନେ ଅଫିସର ମାନେ କେମିତି ଚାକିରି କରନ୍ତି ଅନେକ ସମୟ ଦେଖିନାହାନ୍ତି? ସେ ଥିଲାବେଳେ ସବୁ ଏମିତି କାମ କରିଥିବେ, ତାର କୃତଜ୍ଞତା ସ୍ୱରୂପ କମ୍ପାନୀ ମାନେ ନିଅନ୍ତି। ତାଙ୍କର କୋଉ ଯୋଗ୍ୟତା? ସବୁ ସମାନ ତ ଯୋଗ୍ୟତା ନା। ଇଏ ଖାଲି ଏକୁଟିଆ ବୁଲି ପାରିବେ ପ୍ଲେନରେ ବୋଲି, ସେ ପ୍ଲେନଟା ଆଉ ଜଣେ ଦେଇଥିଲା ବୋଲି ନା, ଅଧିକା କ'ଣ କୃତଜ୍ଞତା ତାର? ତେଣୁ ତାକୁ ଯେହେତୁ କମ୍ପାନୀ ନେଇସାରିଛି, ସେ କମ୍ପାନୀ ହେଡକ୍ୱାର୍ଟର ବୋଧେ ଓଡ଼ିଶା ବାହାରେ ହେଇଥିବ। ତେଣୁ ଏ ଭିଆରଏସ୍ ନେଇଗଲେ ତାଙ୍କ ପାଖରେ ରହିବେ, ବୁଝୁଛନ୍ତି? ଭିଆରଏସ୍ ନ ନେଲେ ଏଇଠି ରହିଥିଲେ, ଚାକିରି ନ ଛାଡ଼ିଥିଲେ, ତାଙ୍କୁ ଏଇଠି ରହିବାକୁ ପଡ଼ିଥାନ୍ତା ନା। ନୂଆ ସରକାରଙ୍କ ସହିତ ତାଳମେଳର ଅଭାବ ରହିଲା କି? ଯୋଉ କଥା ଚର୍ଚ୍ଚା ହେଉଛି, ଯେତେବେଳେ ପୂର୍ବ ସରକାରରେ କ୍ଷମତା ସମ୍ପନ୍ନ ପ୍ରଭାବଶାଳୀ ଥିଲେ, ସେଟା ଗୋଟେ କାରଣ ହେଇପାରେ। କିନ୍ତୁ ବର୍ତ୍ତମାନ କାରଣ, ଯେହେତୁ ସ୍ୱାମୀ ପର ବହୁତ ଦୂରରେ ରହିଛନ୍ତି, ସ୍ୱାମୀ ଚାହୁଁଛନ୍ତି ପଳେଇ ଆସ ପାଖକୁ, ଯିବ। ସ୍ୱାମୀ ନ ଚାହିଁଥିଲେ କ'ଣ ଭିଆରଏସ୍ ନେଇଥାନ୍ତେ କି? ସେ ଆଉ ପିଲାଟା ପଢୁଛି, ତାପରେ ପଢିବ, ଉପରକୁ ପଢିବ। ବର୍ତ୍ତମାନ ତ କଲେଜ ସ୍ତରକୁ ଯିବ, ଯେକୌଣସି ଜାଗାକୁ ଯାଇପାରିବ। ଗୋଟେ ସମୟରେ ଏ ଚର୍ଚ୍ଚା ମଧ୍ୟ ହଉଥିଲା ଯେ ସୁଜାତା କାର୍ତିକେୟନ ଯଦି ଚାକିରି ଛାଡନ୍ତି, ପରବର୍ତ୍ତୀ ସମୟରେ ରାଜନୀତିରେ ସାମିଲ ହେବେ। ବର୍ତ୍ତମାନର ବିଜୁ ଜନତା ଦଳର ସ୍ଥିତି ଏବଂ ସୁଜାତା କାର୍ତିକେୟନ ଏବଂ ତାଙ୍କ ସ୍ୱାମୀ ବିକେ ପାଣ୍ଡିଆନଙ୍କର ସିଚୁଏସନ, ୟାକୁ ଦେଖିଲେ ଆପଣଙ୍କୁ ଲାଗୁଛି ଯେ ସୁଜାତା କାର୍ତିକେୟନ ଅବସର ନେଲା ପରେ ରାଜନୀତିକୁ ଆପଣ ମୋ ଭଳିଆ ବି ଦେଖୁଥିବେ, ବିଜେଡିର ଯୋଉମାନେ ଅଛନ୍ତି ସବୁ ଚୁପଚାପ, କେହି ପାର୍ଟି ଫିଟେଇବେନି। ତେଣୁ ସେ ଯଦି ହୁଅନ୍ତି, କିଏ ମନା କରିପାରିବନି ତ? ଏମାନେ ତ ଖସବନ୍ଦ କରି ଆଣିବେ। ଇଏ ତ ଦଳ, ତ ଆଜିକାଲି ଦଳ ଯେ ନେତା ହେଲେ, ସୁପ୍ରିମୋ ହେଲେ, ତାଙ୍କ କଥା ନ ମାନିଲେ ଆପଣଙ୍କୁ ଡିସିପ୍ଲିନ ଆକ୍ସନ ନେଇକି ଦଳକୁ କାଢି ଦିଆଯିବ ନା। ସେ ଯୋଉ 2003ର ଯୋଉ ଆକ୍ଟଟା ହେଇଛି, ସମ୍ବିଧାନ ସଂଶୋଧନ ବିଲ୍, ସେଥିରେ ସବୁ ଏମଏଲଏ ଏମପି ମାନେ ସବୁ ଚାକର ଭଳିଆ ନେତାଙ୍କର ଡିସିପ୍ଲିନ ଆକ୍ସନ ନେଇଯିବେ ଲେଜିସ୍ଲେଟିଭ ପାର୍ଟିର। ତେଣୁ ସେମାନେ ବାଧ୍ୟ ହେଇକି ମାନିବେ। ଯଦି ତାକୁ ଯଦି କାର୍ତ୍ତିକେୟନ ଚାହାନ୍ତି ରହିବାକୁ, ତାଙ୍କ ସ୍ୱାମୀଙ୍କ ସାଙ୍ଗରେ ରହିବାକୁ, ସେ ପଳେଇବେ। ତାପରେ ପଲିଟିକ୍ସ କରିବାକୁ ଗଲେ ଫାଙ୍କା, ବର୍ତ୍ତମାନ ସୁବିଧା, ପୁରା ସୁବିଧା ଅଛି। ସେ ତା ସରକାର ଚାକିରି ନାହାନ୍ତି କି ମନା କରିଦେବ। ଆଉ ପେନସନ ତ ମିଳିବ, ପେନସନ ତ ଯୋଗ୍ୟ ହେଇଯାଇଛି, 10 ବର୍ଷ ବି ଚାକିରି ହେଲେ ତ ପେନସନ ମିଳିଯାଉଛି। ତେଣୁ କିଛି ଅସୁବିଧା ନାହିଁ, ସବୁ ସୁବିଧା ହେଇଗଲା। ଏବେ ମନ ଇଚ୍ଛା ସେ ଯୋଉଠି ସେ ରହିପାରିବେ, ବିଜେଡି ରହିପାରିବେ, ଯେପରି ଚାହିଁଲେ ନେଇପାରିବେ। ଆପଣ ଆଉ ଗୋଟେ କଥାକୁ ଲକ୍ଷ୍ୟ କରନ୍ତୁ, ଯେ ବରିଷ୍ଠ ଅଫିସର ବିଜୁ ଜନତା ଦଳର ଶାସନ ସମୟରେ ଡିଏସ୍ କୁଟେ, ଆଶିଷ ସିଂ, ରବିକାନ୍ତଙ୍କ କଥା କୁହନ୍ତୁ, ବିକେ ପାଣ୍ଡିଆନ, ସୁଜାତା କାର୍ତିକେୟନ, ଏମାନଙ୍କ ନାଁରେ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଅନେକ ଅଭିଯୋଗ ଆଣିଥିଲା। ଏପରିକି ଯଦି ଆମେ କହିବା, ମେ 3, 2024ରେ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଇଏ ନୋଟିସ ମଧ୍ୟ ବା ଇଏ ନିର୍ଦ୍ଦେଶ ଦେଇଥିଲେ ସୁଜାତା କାର୍ତିକେୟନ ପାଣ୍ଡିଆନଙ୍କୁ ବଦଳି କରିବା ପାଇଁ, କାରଣ ଭାରତୀୟ ଜନତା ପାର୍ଟିର ନେତାମାନେ ଇସିଆଇ ପାଖରେ ଫେରାଦ ମଧ୍ୟ ହୋଇଥିଲେ। ଆପଣଙ୍କୁ ଲାଗୁନି ଯେ କାହିଁକି ବର୍ତ୍ତମାନ ସରକାର ଗୋଟେ ବଡ ପଦକ୍ଷେପ ନଉନି? ଆରେ ବାବା, ଆପଣ ମାନେ ଶୁଣୁନାହାନ୍ତି, ନିଜ ଛେପ ତ ନିଜେ ଢୋକିଲେ ସେମାନେ। ଯୋଉ ବିଜେପି ଚାହିଁଥିଲା ଦି ଜଣଙ୍କୁ ପନିଶ କରିବ ବୋଲି, ସେଇଠି ତାଙ୍କୁ ଉନ୍ନତ ହାୟର ଜାଗାକୁ ନେଇଗଲା। ଆଉ ଇଏ ତ ଛୋଟ ଭାଇ କରିଥିବ ଯଦି ବଡ ଭାଇ ତାକୁ ତ ଖସବନ୍ଦ କରି ନେଇଗଲା ନା। ଏଥିରେ କ'ଣ ଇଏ ଭାଇମାନଙ୍କ ଭିତରେ କିଛି ନାହିଁ। ଏତେ ସବୁ ଭିତର କାରବାର କ'ଣ ହଉଛି ଆପଣ ଖାଲି ଲକ୍ଷ୍ୟ କରିବା କଥା। ମୁଁ କିଛି କହିବାର ନାହିଁ, ଏଥିରେ ଅନୁମାନ କରନ୍ତୁ। ହଁ, କୁହନ୍ତୁ କ'ଣ? ନାଇଁ, ମୁଁ ଏକଥା ଜାଣିବା ପାଇଁ ଆମ ଦର୍ଶକ ମଧ୍ୟ ଚାହିଁବେ ବା ଯୋଉମାନେ ଶୁଣୁଛନ୍ତି ସେମାନେ ମଧ୍ୟ ଜାଣିବା ପାଇଁ ଚାହିଁବେ କି ଯେତେବେଳେ ସୁଜାତା କାର୍ତିକେୟନଙ୍କ ହାତରେ ଫାଇନାନ୍ସ ଡିପାର୍ଟମେଣ୍ଟ ଭଳି ଦାୟିତ୍ୱ ଥିଲା ଏବଂ ସେ ଏଇ ସମୟରେ ଆଗରୁ ମଧ୍ୟ ଛୁଟି, ବ୍ୟକ୍ତିଗତ କାରଣ ପାଇଁ ସେ ଛୁଟିରେ ଥିବା କଥା ମଧ୍ୟ କୁହାଯାଉଛି ଏବଂ ପାଖାପାଖି 15-20 ଦିନ ତଳୁ ବା ମାସେ ତଳୁ ଯାହା ଖବର ରହୁଛି, ସେ ଭିଆରଏସ୍ ପାଇଁ ଆପ୍ଲାଏ କରିଥିଲେ। ନଭେମ୍ବର 27ରେ ସେ ଜଏନ କରୁଛନ୍ତି ଏବଂ ଆଜି ତାଙ୍କର ଭିଆରଏସ୍ କୁ ନେଇ ଚର୍ଚ୍ଚା ହଉଛି। ୟାରି ଭିତରେ ସରକାର, ମୋହନ ମାଝୀଙ୍କ ସରକାରଙ୍କ ସହିତ ସୁଜାତା କାର୍ତିକେୟନଙ୍କର ଗୋଟିଏ ଅପଡର ସିଚୁଏସନ ଆପଣ କହିପାରିବେ? ଯେହେତୁ
ନାଇଁ ନାଇଁ ଜମା ନୁହେଁ ଏଗୁଡା ପଲିଟିକ୍ସ ନୀତିହୀନ ପଲିଟିକ୍ସ ରାଜନୀତିରେ ନୀତି ନାହିଁ। କଣ କିଏ କାମ ହଉଛି ତ ଉପରୁ ଅର୍ଡର ଆସିଲା ଛାଡି ଉପରୁ ତ ହଁ ଇଏ କେମିତି ରେକମେଣ୍ଡ କଲେ ଯଦି ପଢୁନଥିଲା ରେକମେଣ୍ଡ କେମିତି କଲେ ତା ଭିଆର୍ସ ପାଇଁ ଅବଜେକ୍ଟ କଲେନି ସେ ତ ଅବଜେକ୍ଟ କରିନାହାନ୍ତି ସେ ତ ହଁ କରିଦେଲେ ଛାଡ଼ିଦେଲେ ଇଏ ତ ସବୁ ଅଭିମାନ ରାଜନୀତିର ଅଭିମାନ ନାହିଁ ସବୁ ଅନ୍ୟ କାରବାର ଚାଲେ ନା ନୀତିହୀନ ରାଜନୀତିର ସବୁ ଗାଦିନୀତି ଆଉ କାହାକୁ କିଏ କଣ କଲା ସେ ସବୁ ନିମିତ୍ତ ମାତ୍ର ସେ ସରକାର ଯାହା କିଛି ହଉଛି ନିମିତ୍ତ ମାତ୍ର ଗାଦି ରଖିବା ପାଇଁ ସେ ଯାହା ତାହା କରୁଛନ୍ତି ଆଉ ଆପଣ କହୁଛନ୍ତି ଯେ ରାଜ୍ୟ ସରକାରଙ୍କ ଜ୍ଞାତ ସାରରେ ହୋଇଛି ଏଭଳି ଜ୍ଞାତ ନହେଲେ କେମିତି ପ୍ୟାରେଣ୍ଟ କାର୍ଡ ହଉଛି ରାଜ୍ୟ ସରକାର ଇଏ ହଁ ନ କଲେ ତାକୁ କେମିତି ଭିଆର୍ସ ମିଳିବ ଇଏ ନ କଲେ ସେ ଯିବ କେମିତି ତା ଚିଠା ଗଭର୍ଣ୍ଣମେଣ୍ଟ ଇଣ୍ଡିଆକୁ ଗଭର୍ଣ୍ଣମେଣ୍ଟ ଇଣ୍ଡିଆର ତ ଇଏ ନୁହନ୍ତି ଇଏ ଡେପୁଟେସନ ଯାଇଥାନ୍ତେ ଗଭର୍ଣ୍ଣମେଣ୍ଟ ଇଣ୍ଡିଆକୁ ଯେହେତୁ ଆପଏଣ୍ଟେଡ୍ ବାଇ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ସେ ଗଭର୍ଣ୍ଣମେଣ୍ଟ ଇଣ୍ଡିଆକୁ ଯିବ ଯିଏ ନିଯୁକ୍ତି କରି ତାଙ୍କର କୌଣସି ଗୁଣରେ କମ୍ ଥିବା ଲୋକ ତାଙ୍କ ଇସ୍ତଫା ନେଇପାରିବେ ନାହିଁ ତେଣୁ ଇଏ ରାଷ୍ଟ୍ରପତି ବି ହଁ କରିସାରିଥିବେ ତେଣୁ ସେ ଭିଆର୍ଏସ୍ କଲେ କ'ଣ ହବ କି ତାଙ୍କର ପେନସନଟା ପୁରା ମିଳିବ ଆଜ୍ଞା ସେମିତି ଗଭର୍ଣ୍ଣମେଣ୍ଟ ଯଦି ହଁ ନ କରିବ ତ ପେନସନ ମିଳିନଥାନ୍ତା ଜବରଦସ୍ତି ଯାଇଥାନ୍ତେ କି ଯାଇନଥାନ୍ତେ ସେ ସବୁ କାଲକୁଲେଟ୍ କରିଛନ୍ତି ସୁବିଧା ସବୁ ଦିଆଡୁ ସୁବିଧା ନେବା ପାଇଁ କରିଛନ୍ତି। ଧନ୍ୟବାଦ ସାର୍ ଧନ୍ୟବାଦ।